ମୁଁ ପାରିବିନି। ପୁତୁରା ଭିଲିଆନ ହେଇଛି, ପୁତୁରା କହୁଛି ଦାଦା ମୁଁ ଟଣା ଉଟରା କରିପାରିବିନି। ଦାଦା କହୁଛି ପ୍ଲିଜ ମତେ ଟିକେ ଟଣା ଉଟରା କରେ, ଟଣା ଉଟରା କରେ। ଦାଦା ପଡ଼ିଯାଇଛି, ହିରୋଇନ ହେଇଛି ନା ଦାଦା। ଦାଦା କହୁଛି ଏଇରେ ଗୁନ ଗୁନ ଆଉ ରାତି ପାହେକୁ ଅଳ୍ପ ବାକି, ଟିକେ ଟିକେ ରେପ୍ କରିଦେଲେ ମତେ, ଟିକେ ରେପ୍ କରିଦେଲେ। ପୁତୁରା କହିଲେ ଦାଦା ମୁଁ ପାରିବିନି। ହିରୋଇନ କହୁଛି ଏ ଗୁଲ ତୁ ଖାଲି ଶାଢ଼ୀ ଉପରେ ହାତ ପକା, ମୁଁ ଅଟୋମେଟିକ ସାୟା ଖୋଲିଦେବି। ଏ ଗୁନ ଗୁନ ଗୁନ। ଦାଦା କହୁଛି ଏ ଦାଦା 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 ମୁଁ ପାରିବିନି। ହିରୋଇନ କହୁଛି ଗୁନ ଗୁନ ଟିକେ ହେ ହେ ହେ, ପାଞ୍ଚ ଲୋକ ଆଗରେ ଲଜ୍ଜିତ ହେଇଯିବି ରେ, ହେ 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 ଲାଇଟ୍ ବନ୍ଦ ହେଇଯିବ ଜଲ୍ଦି, ଗୋଟିଏ ସିନ୍ ରେ ଗୋଟିଏ ସିନ୍। ଏମିତି ହେଲା ଯିଏ ପ୍ରମ୍ପଟିଂ କରିଥିଲେ ସିଏ ଆସିକି ଲୁଗା ଖୋଲିଦେଲେ। এইভাবে সিচুয়েশন হয়েছি। আপন মানে দেখিথিবে গোটে গোটে সিঙ্গর বর্তমান স্টেজরে গাইবে লাগিব, সিଏ ডরাউଛନ୍ତି আপন মানকু। গীত গাইয়া পূর্বরু, মেলোডি গাইয়া পূর্বরু আগে সে লোকু কইবে হাত টেক, ফ্ল্যাশ লাইট জ্বালাও, রডি গাড়িয়ে ভিকর গাও, তালি মারো পেট খোলো, না সেইটা কইবেনি। অধা গীত সিଏ গাইবে ମୋ ଭାଇ ସଫଲ ଯୋଉ ରେଟ୍ରେ ଚୋବୁଛନ୍ତି, ଧାନ ଦି ବସ୍ତା ଠିଆ ଠିଆ ଚୋବେଇ ଦବ ମୋ ଭାଇ। ସଫଲ ବିମଲ ଠାରୁ ଦୂରେ ରୁହନ୍ତୁ, ନିଶା ଠାରୁ ଦୂରେ ରୁହନ୍ତୁ। ସେ ଯେକୌଣସି ନିଶା ହଉ, ମୋର ଏତିକି ସଫଲ କମ୍ପାନୀ ବନ୍ଦ ହେଇଥିଲା, ଖୋଲା ହେଲା କ'ଣ ପାଇଁ? ଏବେ କେବଳ ଏଇଟା ଫେସବୁକରେ ଏମିତି କରି ଛାଡ଼ିଲେ, ବାଧ୍ୟ ହେଇକି କାଉଣ୍ଟର କରିଗଲା। ନାଇଁ ମୋର ଏତିକି ଅନୁରୋଧ ଭାଇ, ନିଶା ଠାରୁ ଦୂରେ ରୁହନ୍ତୁ। ସେ ଯେକୌଣସି ନିଶା ହଉ କିମ୍ବା ନିଶା ମହାରଣା ହଉ। ଆଜ୍ଞା ଗୋଟେ ଭାଇ ଟିକେ, ମୋ ଭାଇଟା ଟିକେ ଧୈର୍ଯ୍ୟକୁ ମୁଠେଇକି ଧର। ଗୋଟେ ଗୋଟେ ସିଙ୍ଗର ଗୀତ ଗାଇବେ, ଅଧା ଗୀତ ସିଏ ଗାଇବେ, ପୁଣି ଏପଟ ଶୁଣୁଥାଅ ପରୀକ୍ଷାରେ ପଡ଼ିବ। ଆଉ ଅଧା ଗୀତ ଯିଏ ଆଗରେ ବଇଥବ, ଆଜ ରାତିଟା ମାଲଫି ଆମେ ଖେର ଖେରା ହବା, ଗୀତ ଗାଇଲେ ସାଙ୍ଗରେ ସାଇଡରେ ଯିଏ ବସିଥବ, ଆଜି ରାତିଟା ମାଲପି, ଆଜି ରାତିଟା ମାଲପି। ସାମ୍ନାରେ ଜଣେ ମଉସା ବସିଥିଲେ, ତାଙ୍କ ମୁହଁରେ ମାଇକି 15 ମିନିଟ୍ ହେଲାଣି ସିଏ ଝାଳ ନାଳ ହେଇ କହୁଛି କେରକେରା ହବା, ହେ ବାବା କେରକେରା ହବା, ହେ କେରକେରା ହବା, ହେ କେରକେରା ହବା। ଆମର ଗୋଟେ ସିଙ୍ଗର ଅଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସିଏ ଗାଇବ ମାନେ ସାମ୍ନା ବାଲା ଲୋକ ଟର୍ଚର। ଗୀତ ଗାଇବ ମୁଁ ମଥାରେ ଉଢ଼ଣା ଦେବି, ସେ ଦେଖିବନି ଆଗରେ ଜେଣ୍ଟସ ବସନ୍ତି କି ଫିମେଲ ବସନ୍ତି କି ଲେଡିଜ ବସନ୍ତି, ସାଙ୍ଗେ ସାଙ୍ଗେ ତାଙ୍କ ମୁଁ ମଥାରେ ଉଢ଼ଣା ଦେବି, ମଉସା ମଉସା ସାଙ୍ଗେ ସାଙ୍ଗେ ମୁଁ ଶାଶୁ ଘର ଚାଲିଯିବି। ବର୍ତ୍ତମାନ ଆପଣଙ୍କ ଏରିଆର ଜଣେ କଳାକାର ମୁଁ ଚାହିଁବି ବବଲୁ ଭାଇ, ଯିଏ ଓଡ଼ିଶା ଟେଲିଭିଜନରେ ଆପଣଙ୍କ ମନକୁ ପୁରା ରଞ୍ଜା ମାରିକି ରଞ୍ଜନ କରିଛନ୍ତି, ସିଏ ଆଉ କେହି ନାହାନ୍ତି। ମୁଁ ଚାହିଁବି ଗୋଲିକନୁ ରହିଯାଉ ଭାଇ, ଚାହିଁବି ସିଏ ଟିକେ ନିଜ ଗୋଡ଼ରେ ଯଦି ଷ୍ଟେଜ ଉପରକୁ ଚାଲିକି ଆସନ୍ତେ ଟିକେ ଭଲ ହୁଅନ୍ତା। ଅର୍ପଣ ଭାଇ, ମୁଁ ଚାହିଁବି ତାଙ୍କ ପାଇଁ ଗୋଟେ ଛୋଟିଆ କରତାଳି ହେଇଯିବା ଦରକାର। ଅର୍ପଣ ଭାଇ ସାଇକେଲ ଚୋରି କରୁଛ ନା କ'ଣ? ଆସିବେ ଆସିବେ। ବବୁଲୁ ଭାଇ, ଅର୍ପଣ ଭାଇ, ଅର୍ପଣ ଭାଇ କୋଉଠି ଅଛନ୍ତି? ଭାଇ ପ୍ୟାଣ୍ଟ ଚେନ୍ଟା ଦେଇଦିଅ, ପ୍ୟାଣ୍ଟ ଚେନ୍ ଖୋଲା ଅଛି। ଭାଇଙ୍କ ପାଇଁ ଗୋଟେ ଜୋରଦାର ତାଳି ହେଇଯାଉ। ଭାଇଙ୍କ ବିଷୟରେ ଗୋଟିଏ କଥା କହିବି, ମୁଣ୍ଡରେ ଯେତିକି ଚୁଟି ନୁହଁ ତାଠୁ ଅଧିକ ଦାୟିତ୍ୱ। ପିଲା ହିସାବରେ ଭଲ, ପାଦ ଠାରୁ ମୁଣ୍ଡ ଯାଏ ସବୁ ସୁନା, କିନ୍ତୁ ଏଇ ପଛପଟ ସେକ୍ସନଟା ପିତ୍ତଳ ରହୁଛି। ମୁଁ ଚାହିଁ ଭାଇ ଆପଣଙ୍କ ଗାଁ, ଆପଣଙ୍କ ମାଟି, ଆପଣଙ୍କ ଦର୍ଶକ ରହିଯା। କିଏ ମୋ ଦାଦା ଡାକିଲା ବେଳେ ଏ ଗୁଲୁଆ ରହିଦାରେ ବାପା। ଆଉ କ'ଣ ଏମିତି ପିଲା ମାନେ ସାର୍ଟ ଫାଟ କଲେ ନିଆଳି ଛେନା ଗୀତରେ ନାଚି ଭଲ ଲାଗିବ?
କୋଉ ହିସାବରେ ସେ ଭାଇ କହିଲେ ହଁ ନିଆଳି ଛେନା କିଚରେ ମୁଁ କ'ଣ ସାହୁ ଭାଉଛ କିରେ ମୋର ତ ଆଗରୁ ଦେଖିଲେ ଯେନ୍ତା ପଛରେ ଦେଖିଲେ ସେନ୍ତା ମୁଁ ଚାହିଁବି ଭାଇ ଆପଣଙ୍କ ମୁହଁରୁ ଦୁଇ ପଦ ପ୍ରଥମତଃ ଉପସ୍ଥିତ ଥିବା ସମସ୍ତ ମୋ ମା ମୋ ଖୁଡ଼ି କାକା ଭାଇ ଭଉଣୀ ମୋ ସାଙ୍ଗସାଥି ସମସ୍ତଙ୍କୁ ମୋ ଭୂମିଷ୍ଠ ପ୍ରଣାମ ଜଣାଉଛି। ଆଉ ସବୁଠୁ ଖୁସିର କଥା ଏଇ 3 ଦିନ ମୁଁ ଦେଖୁଛି ଆପଣମାନେ ଯେଉଁ ସହଯୋଗର ହାତ ବଢ଼େଇଛନ୍ତି, ଯେଉଁ ଶୃଙ୍ଖଳାରେ, ଯେଉଁ ଶାନ୍ତି ଆଉ ଯେଉଁ ଭାବରେ ଆପଣମାନେ ଏ ଅନୁଷ୍ଠାନକୁ ସାହାଯ୍ୟ କରିଛନ୍ତି, ଆପଣମାନେ ଆପଣମାନଙ୍କ ପାଇଁ ଗୋଟେ ଜୋରଦାର ତାଳି ଦିଅନ୍ତୁ ପ୍ଲିଜ୍। ଆଉ ଗୋଟେ ନିଜ ପାଇଁ ତାଳି ହେଇଯିବା ଦରକାର। ଗୁଲୁଆ ଆକ୍ଚୁଆଲି ଗତ ବର୍ଷରୁ ମୁଁ ଏମାନଙ୍କ ସହିତ ମିଶିଲି, ତା ପୂର୍ବରୁ କେବେ ମିଶି ନଥିଲି। ତା ପୂର୍ବରୁ ଫେଡ଼ି ଯାଇଥିଲ ତା ସହିତ ମୁଁ କେବେ କଥା ହେଇପାରିବିନି। ତାହେଲେ ମୁଁ ପଳଉଛି। ନାଇଁ ମୁଁ ଗୋଟିଏ କଥା କହିବି ଅର୍ପଣ ଭାଇଙ୍କ ବିଷୟରେ। ଆପଣମାନେ ଯଦି ଆଜ୍ଞା ଦେବେ ଏ ଖରାପ କଥା ଶୁଣାଉଛି। ଅର୍ପଣ ଭାଇ ପ୍ରଥମେ ଯେତେବେଳେ ସିନେମା ଲାଇନ୍କୁ ଆସିଲେ, ପ୍ରଥମେ ଯେତେବେଳେ ସିଏ ପ୍ରଥମ ସିନେମା ସୁଟିଂକୁ ଗଲେ, ମୋର ଆଜି ବି ମନେ ଅଛି, ତାଙ୍କୁ କହିଲେ ଆପଣ ପ୍ୟାଣ୍ଟ ସାର୍ଟ ଖୋଲି